ସବୁବେଳେ ଆଙ୍ଗୁଠି ଫୁଟଉଛନ୍ତି କି? ତେବେ ସାବଧାନ, ଆଗ ଜାଣନ୍ତୁ ଏହି କଥା। ବନ୍ଧୁଗଣ, କ'ଣ ଆପଣ ଜାଣିଛନ୍ତି ଯେ ଆଙ୍ଗୁଠି ଫୁଟାଇଲେ କ'ଣ ହୋଇଥାଏ? ଆଙ୍ଗୁଠି ଫୁଟାଇବା ଏକ ସାଧାରଣ କାମ ଭଳି ଲାଗେ। ଘଣ୍ଟା ଘଣ୍ଟା କାମ କରିବା ମଧ୍ୟରେ କୌଣସି ବି ମଣିଷ ନିଜର ଆଙ୍ଗୁଠି ଥରେ ଦୁଇଥର ନିହାତି ଫୁଟାଇଥାଏ। ଏହା ମଧ୍ୟ ମନର ଉଦାସ ଏବଂ ନର୍ଭସକୁ ଦୂର କରିବାର ଗୋଟିଏ ଉପାୟ ଭଳି ଲାଗେ। ଏହା ସହିତ ଏହା କେତେ ଲୋକଙ୍କୁ ଗୋଟିଏ ଟାଇମ୍ ପାସ୍ ଭଳି ଲାଗେ। ତେଣୁ ବନ୍ଧୁଗଣ, ଆସନ୍ତୁ ଜାଣିବା ଯେ ଆଙ୍ଗୁଠି ଫୁଟାଇବା ଦ୍ୱାରା କ'ଣ କ'ଣ ହୋଇଥାଏ। ତେବେ ବନ୍ଧୁଗଣ, ଆପଣ କ'ଣ କେବେ ଭାବିଛନ୍ତି ଯେ ଏକ ଆଙ୍ଗୁଠି ଫୁଟାଇବା ଆମ ଦେହ ପ୍ରତି ଭଲ ନା ଖରାପ? ତେବେ ଆସନ୍ତୁ ଜାଣିବା। ତେବେ ଆପଣ ଏହି କଥାକୁ 2 ମିନିଟ୍ ଗମ୍ଭୀର ଭାବେ ବସି ଭାବିବେ। ତେବେ ଜାଣିପାରିବେ ଯେ ହାଡ଼ ଫୁଟିବାର ଶବ୍ଦ କାହିଁକି ଆସିଥାଏ। ଜଏଣ୍ଟ କ୍ରାନିଂ ଅସ୍ଥାୟୀ ରୂପେ ଗଣ୍ଠିମାନଙ୍କରେ ନାଇଟ୍ରୋଜେନ୍ ଗ୍ୟାସ୍ ଟାଣୁଥିବା ଗୋଟିଏ ନକାରାତ୍ମକ ସ୍ୱରୂପ ହୋଇଥାଏ। ତେଣୁ ଆଙ୍ଗୁଠି ଫୁଟାଇଲେ କ'ଣ ଶବ୍ଦ ବାହାରିଥାଏ? ଏହା ଖରାପ ପ୍ରଭାବ ଦେଇନଥାଏ। ଏହିଭଳି ଶବ୍ଦ ଯେତେବେଳେ ଆସିଥାଏ, ସେତେବେଳେ ଶିରା ପରିସ୍ରାରେ ଉତକ ଉପରେ ପଶିଯାଇଥାଏ ଏବଂ ଏମାନେ ନିଜ ନିଜ ଭିତରେ ସାମଞ୍ଜସ୍ୟ ପକାଇବାରେ ଚେଷ୍ଟା କରିଥାନ୍ତି। ବୟସ ବଢ଼ିବା ସହିତ ମାଂସପେଶୀ ଏବଂ କାର୍ଯ୍ୟପ୍ରଣାଳୀରେ ଅଦଳ ବଦଳ ଦେଖା ଦେଇଥାଏ, ଯାହାଦ୍ୱାରା ଆଙ୍ଗୁଠି ଫୁଟିବାର ଶବ୍ଦ ବାହାରିଥାଏ। ଆଉ ଯଦି ଆଙ୍ଗୁଠି ଫୁଟିବା ସମୟରେ କାଟୁଛି ତ ଆପଣଙ୍କ ଅସାମାନ୍ୟତା କି ନରମ ହାଡ଼ କମଜୋର ହେବା, ଗଣ୍ଠିରେ ଖଣ୍ଡିଆ ହେବା କିମ୍ବା କୋଉଠି କଷ୍ଟ ହେବା ଭଳି ସମସ୍ୟା ଦେଖା ଦେଇଥାଏ। ତେବେ ଆସନ୍ତୁ ଜାଣିବା ଆଙ୍ଗୁଠି ଫୁଟାଇବାରେ କ'ଣ ସବୁ ଅସୁବିଧା ହୋଇପାରେ। ତେବେ ବ୍ୟାପକ ସ୍ତରରେ ଦେଖିବାକୁ ଗଲେ ଆଙ୍ଗୁଠି ଫୁଟାଇଲେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ, କିନ୍ତୁ ବହୁତ କମ୍ ଜାଗାରେ ଦେଖାଯାଏ ଯେ ସବୁବେଳେ ବା ଲଗାତାର ଭାବରେ ଆଙ୍ଗୁଠି ଫୁଟାଇଲେ ଆଙ୍ଗୁଠିର ହାଡ଼ର ଗଣ୍ଠି ବା ଜଏଣ୍ଟ ଖସିପାରେ।